आज हम पढ़ा तृतीय श्रेणी मानसांक प्रश्न विषय जुग वियोग। प्रश्न नंबर 12। नवीन पाखरे 9 टंका थिला। से किछि धार करी 12 टंका मूल्यर गोटिए गामुछा किनिला। से केते टंका आज रोजगार कले धार करिथिबा परिशोध करिया परे ता पाखरे आउ 12 टंका रहिबो। प्रश्नटी आउ थरे कहूछि, नवीन पाखरे 9 टंका थिला। से किछि धार करी 12 टंका मूल्यर गोटिए गामुछा किनिला। से केते टंका आज रोजगार कले धार करिथिबा परिशोध करिया परे ता पाखरे आउ 12 टंका रहिबो। प्रथमे आमे रफ करिबा, जानिबा किपरि भाबरे हबो, तापरे आमे उत्तर करिबा। प्रथमे आमे रफ करिबा। रफ देखिया आमको कौन से देई अछि आउ प्रश्न रे कौन पचारि अछि। नवीन पाखरे 9 टंका थिला। से किछि धार करी 12 टंका मूल्यर गोटे गामुछा किनिला। से केते टंका रोजगार कले धार करिथिबा परिशोध करिवा परे ता पाखरे 12 टंका रहिबो। तेबे आमको देइछि नवीन पाखरे 9 टंका थिला। से किछि धार करी 12 टंका मूल्यर गोटे गामुछा किनिला। तेले नवीन पाखरे थिबा टंका, नवीन पाखरे थिबा टंका समान 9 टंका। से किछि धार करी 12 टंका मूल्यर गोटे गामुछा किनिला। तेबे आमको प्रथमे काढ़िया को पड़िबो धार करिथिबा टंका। धार करिथिबा टंका किपरि काढ़िया? गामुछार मूल्य केते टंका? 12 टंका। गामुछार मूल्य समान 12 टंका। धार करिथिबा टंका, धार करिथिबा टंका काढ़िया को हेले आमको गामुछार मूल्य रु नवीन पाखरे थिबा टंका वियोग करिया पड़ियो। अर्थात धार करिथिबा टंका हेले धार करिथिबा टंका धार करिथिबा टंका समान गामुछार मूल्य 12 टंका वियोग नवीन पाखरे थिबा टंका 9 टंका वियोग 9 टंका समान 12 रु 9 गले 12 वियोग 9, 12 न गले 3, तेबे 3 टंका। धार करिथिबा टंका समान 3 टंका। आमे जानिले धार करिथिबा टंका बाहरला हमरो 3 टंका। से प्रश्न रे पचारि अछि पुणी से केते टंका आज रोजगार कले धार करिथिबा टंका परिशोध करिवा परे ता पाखरे आउ 12 टंका रहिबो। अर्थात आमको से देई अछि ता पाखरे आउ रहिबो केते टंका? ता पाखरे रहिबो, ता पाखरे रहिबो समान 12 टंका। परिशोध करिवा परे रहिबो, परिशोध परिशोध
ପରେ ତା ପାଖରେ 12 ଟଙ୍କା। ଆମକୁ କାଢ଼ିବାକୁ ପଡ଼ିବ ସେ କେତେ ଟଙ୍କା ଆଜି ରୋଜଗାର କରିବେ ଏବଂ ସେ ରୋଜଗାର ଟଙ୍କାରୁ 3 ଟଙ୍କା ଯେଉଁ ଧାର ଅଛି ତାକୁ ସୁଝିବେ। ସୁଝିଲା ପରେ 12 ଟଙ୍କା ତାଙ୍କ ପାଖରେ ରହିବ। ବୁଝିପାରିଲେ? ସେ କେତେ ଟଙ୍କା ଆଜି ରୋଜଗାର କଲେ ସେ ଧାର 3 ଟଙ୍କା ସୁଝିଦେବେ। ସୁଝି ସାରିଲା ପରେ ଆଉ ତାଙ୍କ ପାଖରେ 12 ଟଙ୍କା ରହିବ। ତେବେ ଆମେ କିପରି କାଢ଼ିବା? ରୋଜଗାର ଟଙ୍କା ସମାନ ଧାର ପରିଶୋଧ କରିବା ପରେ ତା ପାଖରେ ରହିଥିବା ଟଙ୍କା। ଧାର ପରିଶୋଧ କରିବା ପରେ ତା ପାଖରେ ରହିଥିବା ଟଙ୍କା ଯୁକ୍ତ 3 ଟଙ୍କା। ଅର୍ଥାତ୍ ତା ପାଖରେ ଯେତେ ଟଙ୍କା ରହିବ ଓ ଯେତିକି ଟଙ୍କା ସେ ଧାର ସୁଝିବେ। ତେବେ ଆମକୁ ପରିଶୋଧ ପରେ ତା ପାଖରେ ରହିବା ଟଙ୍କା ଯୋଗ ଧାର କରିଥିବା ଟଙ୍କା। ତେବେ 12 ଟଙ୍କା ଯୁକ୍ତ 3 ଟଙ୍କା ସମାନ 12 ରେ 3 ମିଶାଇଲେ 12 ଯୋଗ 3 12 3 15 3 2 5 3 ରେ 2 ମିଶାଇଲେ 5 1 1 କଲେ 15 ଟଙ୍କା। ସେ 15 ଟଙ୍କା ଆଜି ରୋଜଗାର କଲେ ତାଙ୍କ ପାଖରେ ଧାର ସୁଝି ସାରିଲା ପରେ ଆଉ 12 ଟଙ୍କା ରହିବ। ଠିକ୍ ଅଛି କି ନାହିଁ ଦେଖିବା। ତ ରୋଜଗାର କରିବା ଟଙ୍କା ହେଲା ରୋଜଗାର କଲେ ଟଙ୍କା ସମାନ 15 ଟଙ୍କା। ଧାର ସୁଝିଲେ କେତେ ଟଙ୍କା? 3 ଟଙ୍କା। ତେବେ ଧାର ସୁଝିଲେ ଆମେ 3 ଟଙ୍କା ବିୟୋଗ କରିଦେବା। ବିୟୋଗ 3 ଟଙ୍କା ସମାନ 12। 15 ରୁ 3 ଗଲେ 5 ରୁ 3 ଗଲେ 2 1 କୁ 1 ଓହ୍ଲେଇଲେ 12। ତେବେ ଆମର ଧାର ସୁଝିଲା ପରେ ଆମେ ଦେଖିଲେ 12 ଟଙ୍କା ରହିଲା ତାଙ୍କ ପାଖରେ। ଆଉ ଧାର ସୁଝିଲା ପରେ ତାଙ୍କ ପାଖରେ 12 ଟଙ୍କା ରହିଲା। ତେବେ ଠିକ୍ ଅଛି। ତେବେ ରୋଜଗାର ଟଙ୍କା କେତେ ଆସିଲା ଆମର? 15 ଟଙ୍କା। ରୋଜଗାର ଟଙ୍କା ଆମର ଆସିଲା 15 ଟଙ୍କା। ବର୍ତ୍ତମାନ ଆମେ ଉତ୍ତର ଲେଖିବା। ଉତ୍ତର ନବୀନ ପାଖରେ 9 ଟଙ୍କା ଥିଲା। ନବୀନ ପାଖରେ ଥିବା ଟଙ୍କା ନବୀନ ପାଖରେ ଥିବା ଟଙ୍କା ସମାନ 9 ଟଙ୍କା। ସେ କିଛି ଧାର କରି 12 ଟଙ୍କା ମୂଲ୍ୟର ଗୋଟିଏ ଗାମୁଛା କିଣିଲା। କିଛି ଟଙ୍କା ଧାର କରି କିଣିଥିବା ଗାମୁଛାର ମୂଲ୍ୟ ଗାମୁଛାର ମୂଲ୍ୟ ସମାନ 12 ଟଙ୍କା। ଆମେ ପ୍ରଥମେ ଧାର କରିଥିବା ଟଙ୍କା କାଢ଼ିଥିଲେ। ତେବେ ଲେଖିବା
ଧାର କରିଥିବା ଟଙ୍କା ଧାର କରିଥିବା ଟଙ୍କା ସମାନ କିଛି ଟଙ୍କା ଧାର କରି କିଛି ଟଙ୍କା ଧାର କରି କିଣିଥିବା ଗାମୁଛାର ମୂଲ୍ୟ କିଣିଥିବା ଗାମୁଛାର ମୂଲ୍ୟ ବିୟୋଗ ନବୀନ ପାଖରେ ଥିବା ଟଙ୍କା। ନବୀନ ପାଖରେ ଥିବା ଟଙ୍କା। ସେ କିଣିଥିବା ଗାମୁଛାର ମୂଲ୍ୟ ଧାର କରି ଯେ ଗାମୁଛା କିଣିଛି ତାଙ୍କର ମୂଲ୍ୟ ବିୟୋଗ ନବୀନ ପାଖରେ ଥିବା ଟଙ୍କା। ସେ କିଣିଥିବା ଗାମୁଛାର ମୂଲ୍ୟ 12 ଟଙ୍କା ବିୟୋଗ 9 ଟଙ୍କା ସମାନ 12 ନ ଗଲେ 3 ଟଙ୍କା। ଧାର କରିଥିବା ଟଙ୍କା ସମାନ 3 ଟଙ୍କା। ଧାର କରିଥିବା ଟଙ୍କା ସମାନ 3 ଟଙ୍କା। ତାପରେ କାଢ଼ିବା ଆମେ ସେ କେତେ ଟଙ୍କା ଆଜି ରୋଜଗାର କଲେ ଧାର କରିଥିବା ପରିଶୋଧ କରିବା ପରେ ତା ପାଖରେ 12 ଟଙ୍କା ରହିବ। ଆମକୁ ଧାର ପରିଶୋଧ ପରେ ତା ପାଖରେ ରହିଥିବା ଟଙ୍କା ଦିଆଯାଇଛି। ଆମେ ଜାଣିଥିଲେ ଧାର ପରିଶୋଧ ପରେ ତା ପାଖରେ ରହିଥିବା ଟଙ୍କା ଦେଇଥିଲା ଆମେ ବୁଝିଥିଲେ। ଧାର ପରିଶୋଧ ପରେ ତା ପାଖରେ ରହିବା ଟଙ୍କା ସମାନ 12 ଟଙ୍କା। ଆଜି ରୋଜଗାର କରିବା ଟଙ୍କା ଆମକୁ ବାହାର କରିବାକୁ ହେବ। କେତେ ଟଙ୍କା ରୋଜଗାର କଲେ ଧାର ପରିଶୋଧ କରି ତା ପାଖରେ 12 ଟଙ୍କା ରହିବ। ତେବେ ଆଜି ରୋଜଗାର କରିବା ଟଙ୍କା ସମାନ ଧାର ପରିଶୋଧ ପରେ ତା ପାଖରେ ରହିବା ଟଙ୍କା ଯୋଗ ଧାର କରିଥିବା ଟଙ୍କା ସମାନ ଧାର ପରିଶୋଧ ପରେ ତା ପାଖରେ ରହିବା ଟଙ୍କା ଯୁକ୍ତ ଧାର କରିଥିବା ଟଙ୍କା। ଧାର କରିଥିବା ଟଙ୍କା ସମାନ ଧାର ପରିଶୋଧ ପରେ ତା ପାଖରେ ରହିବା ଟଙ୍କା 12 ଟଙ୍କା ଯୁକ୍ତ ଧାର କରିଥିବା ଟଙ୍କା 3 ଟଙ୍କା
12 3 15 टंका हम बाहर करछे 15 टंका आज रोजगार करिवा टंका और बाहला आज रोजगार करिवा टंका आज रोजगार करिवा टंका समान 15 टंका तेबे आम जानिले आज केते टंका रोजगार कले से धार परिशोध करी ता पाखरे आ 12 टंका रहिबो आम जानिले आज से 15 टंका आज रोजगार कले धार करिथिबा परिशोध करिया परे बा धार करिथिबा टंका परिशोध करिया परे ता पाखरे 12 टंका रहिबो अतएव हम लिखिया नवीन 15 टंका आज रोजगार कले धार करिथिबा टंका परिशोध करिवा परे परिशोध करिवा परे ता पाखरे आउ 12 टंका रहिबो समाप्त।